ଯୋଗ କେବଳ ଏକ ଶାରୀରିକ ଅଭ୍ୟାସ ନୁହେଁ, ବରଂ ଦୈନନ୍ଦିନ ଜୀବନଶୈଳୀରେ ଏହା ଏକ ପରିବର୍ତ୍ତନଶୀଳର ଯାତ୍ରା। ସମସ୍ତଙ୍କୁ ନମସ୍କାର। ଏଠାରେ ଉପସ୍ଥିତ ମାନ୍ୟବର କ୍ରୀଡ଼ା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ମହୋଦୟ, ଏଠି ଉପସ୍ଥିତ ଥିବା ଅତିଥି ହିସାବରେ ଯୋଗ ଦେଇଥିବା ଆମର ଓଡ଼ିଶା ସରକାରଙ୍କର ମୁଖ୍ୟ ଶାସନ ସଚିବ ମହୋଦୟ ଏବଂ ଆଜି ଆନ୍ତର୍ଜାତିକ ଯୋଗ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଆମର ସାଂସଦଗଣ, ବିଧାୟକଗଣ, ପୂର୍ବତନ ବିଧାୟକଗଣ ଏବଂ ଉପସ୍ଥିତ ଥିବା ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଗଣ, କ୍ରୀଡ଼ାବିଦ, ଛାତ୍ରଛାତ୍ରୀଗଣ, ଅଧିକାରୀବୃନ୍ଦ ଏବଂ ଗଣମାଧ୍ୟମର ପ୍ରତିନିଧିବୃନ୍ଦ ଏବଂ ଆମ ସହ ଯୋଡ଼ି ହୋଇଥିବା ସମସ୍ତ ସାଧାରଣ ତଥା ସମସ୍ତ ଓଡ଼ିଶାବାସୀଙ୍କୁ ମୁଁ ଆଜି ଏହି ଅନ୍ତର୍ଜାତୀୟ ଯୋଗ ଦିବସ ଶୁଭ ଅବସରରେ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଉଛି। ଆଜି ସାରା ଦେଶ 10ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଥିବା ବେଳେ ଆପଣଙ୍କ ସହ ସାମିଲ ହୋଇ ମୁଁ ଅତ୍ୟନ୍ତ ଖୁସି ଏବଂ ଆନନ୍ଦିତ। ପ୍ରାଚୀନତମ ଭାରତୀୟ ସଭ୍ୟତା ସଂସ୍କୃତି ବିଶ୍ୱକୁ ଯୋଗ ଭଳି ଯେଉଁ ପ୍ରମୁଖ ଉପହାର ପ୍ରଦାନ କରିଛି, ସେହି ପରମ୍ପରାକୁ ଆମେ ସମସ୍ତେ ପାଳନ କରିବାକୁ ଆଜି ଏକାଠି ହୋଇ ଯୋଗ ମାଧ୍ୟମରେ ଉଭୟ ଶରୀର ଓ ମନର ସୁସ୍ଥତାକୁ ପ୍ରୋତ୍ସାହିତ କରିବାରେ ଆମ ଦେଶର ପ୍ରିୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଶ୍ୱସ୍ତରରେ ଯେଉଁ ଉଦ୍ୟମ ଆରମ୍ଭ ହୋଇଥିଲା, ଆଉ ସେଇଥିପାଇଁ ଜଣେ ଓଡ଼ିଆ ଭାବେ ମୁଁ ତାଙ୍କୁ ହୃଦୟତା ସହିତ କୃତଜ୍ଞତା ଜଣାଉଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କର ଏହି ପ୍ରୟାସ କ୍ରମେ ମିଳିତ ଜାତିସଂଘ ପ୍ରତିବର୍ଷ 21 ଜୁନକୁ ଆନ୍ତର୍ଜାତିକ ଯୋଗ ଦିବସ ରୂପେ ପାଳନ କରିବା ପାଇଁ ମାନ୍ୟତା ପ୍ରଦାନ କରିଛନ୍ତି। ଏହା ଆମ ସମସ୍ତ ଭାରତୀୟଙ୍କ ପାଇଁ ଏକ ଗର୍ବ ଏବଂ ଗୌରବର ବିଷୟ। ଯୋଗ କେବଳ ଏକ ଶାରୀରିକ ଅଭ୍ୟାସ ନୁହେଁ, ବରଂ ଦୈନନ୍ଦିନ ଜୀବନଶୈଳୀରେ ଏହା ଏକ ପରିବର୍ତ୍ତନଶୀଳ ଯାତ୍ରା ଯାହା ନିଜର ବ୍ୟକ୍ତିଗତ ସ୍ୱାସ୍ଥ୍ୟ ସହ ସାମାଜିକ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଯୋଗ ପାଇଁ ଓ ସମାଜ ପାଇଁ ଯୋଗ ଫର୍ ସେଲ୍ଫ ଏଣ୍ଡ ସୋସାଇଟି ଏ ଶୀର୍ଷକକୁ 2024ର ମୁଖ୍ୟ ବିଷୟ ରୂପେ ଗ୍ରହଣ କରି ଆମେ ମାନବ କଲ୍ୟାଣ ପାଇଁ ଯୋଗର ଗଭୀର ପ୍ରଭାବ ଓ ଶକ୍ତିକୁ ସ୍ୱୀକାର କରୁଛୁ। ଯୋଗକୁ ଦୈନନ୍ଦିନ ଜୀବନରେ ସାମିଲ କରି ଆମେ ଉଭୟ ବ୍ୟକ୍ତିଗତ ଓ ସାମୂହିକ ସ୍ୱାସ୍ଥ୍ୟ, ଏକାଗ୍ରତା, ସୁଖ, ଏକତା ଓ ଶାନ୍ତିର ଭାବନାକୁ ପ୍ରୋତ୍ସାହିତ କରୁଛୁ। ଆନ୍ତର୍ଜାତିକ ଯୋଗ ଦିବସର ଉଦ୍ଦେଶ୍ୟ ହେଉଛି ଯୋଗ ମାଧ୍ୟମରେ ମାନସିକ ଓ ଶାରୀରିକ ସୁସ୍ଥତା ପ୍ରତି ଏକ ବ୍ୟାପକ ଜନସଚେତନତା ସୃଷ୍ଟି କରିବା। ମନୋବୈଜ୍ଞାନିକ ଓ ଶାରୀରିକ କଲ୍ୟାଣ ପ୍ରସଙ୍ଗରେ ଏହାର ମହତ୍ତ୍ୱ ଆମେ ସମସ୍ତେ ହୃଦୟଙ୍ଗମ କରିବାର ବିଶେଷ ଆବଶ୍ୟକତା ରହିଛି। ମାନସିକ ସୁସ୍ଥତା ଓ ଏକ ଚାପମୁକ୍ତ ପରିବେଶର ସୃଷ୍ଟି ପାଇଁ ଆବଶ୍ୟକୀୟ ଆତ୍ମସଚେତନତା ତିଆରି କରିବା ଆଜିର ଏହି ଯୋଗ ଦିବସର ଏକ ମହତ୍ତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ଅଟେ। ଯୋଗାଭ୍ୟାସର ମହତ୍ତ୍ୱ ଆଜି କେବଳ ଦେଶରେ ନୁହେଁ, ଦେଶ ବାହାରେ ମଧ୍ୟ ବିଶ୍ୱର 150ରୁ ଅଧିକ ରାଷ୍ଟ୍ରରେ ବହୁଳ ଭାବରେ ଆଜି ପ୍ରସାରିତ ହେଉଛି, ଯେଉଁଥିପାଇଁ ଦେଶ ବିଦେଶରେ ଉଭୟ ଏହା ସରକାରୀ ଏବଂ ବେସରକାରୀ ସ୍ତରରେ ମଧ୍ୟ ବ୍ୟାପକ ଭାବରେ ଏ ବ୍ୟବସ୍ଥା ଆୟୋଜନ କରିବା ସହିତ ତାହାର ପ୍ରଚାର ଏବଂ ପ୍ରସାର ମଧ୍ୟ ହେଉଛି। ଆଜି ମଧ୍ୟ ଆମ ଦେଶର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଆଜି
ये कार्यक्रम को व्यापक भाव में सारा देश में प्रत्येक राज्य प्रत्येक जिला मानक प्रत्येक सब डिविजनल स्तर में विभिन्न जगह ब्लॉक स्तर में आज व्यापक भाव में ये कार्यक्रम को करने संदेश देते एवं आज प्राय देशर सब जगह ये कार्यक्रम को व्यापक भाव में भव्य भाव में आयोजन कर सुस्थ व्यक्ति एक सुस्थ समाज गठन में सहायक हुए योग को एपरी एक शारीरिक व्यायाम का अभ्यास जहाँ मानसिक स्तर एक आभ्यंतरण शांति प्रदान करने सह व्यक्तिर सामग्रिक सुस्थता को प्रोत्साहित करिबारे प्रमुख भूमिका ग्रहण करे। आज ये व्यस्तबहुल दुनिया रे विभिन्न चाप चिंता को दूर करी योगाभ्यास आम जीवनर संतुलन एवं समन्वय हासिल करिबारे एक मार्ग प्रदान करे। दैनंदिन जीवन में योग को ग्रहण करी आमे एक सुंदर एवं सुखमय जीवन हासिल करिबा जहाँ आम समाजर स्वास्थ्य और समृद्धि पाई अत्यंत जरूरी अटे। आधुनिक जुग में आमर यही पारंपरिक ज्ञानर सर्वाधिक आवश्यकता रही। आज सारा राज्य में हजार हजार योगप्रेमी उत्साहजनक अंशग्रहण देखी अत्यंत खुशी और आनंदित। आपण मानकर विपुल अंशग्रहण योग प्रति बढ़ुवा सचेतनतार एक प्रमाण। तेणु आसतु ये योगाभ्यास को दैनंदिन जीवन एक अविच्छेद्य अंग करने आमे समस्ते प्रतिश्रुतिबद्ध हवा एवं आमर बंधु परिवार और संप्रदाय सह यही प्रथा को अपनाई